सब नहीं ये मोनो मो तो केवल यार बड़ा माँ हे धन जन्म हो सारा पर तू को मते देखि जो मते आसीबे ने मो तते देखि जे ना 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 बोल ना ना को मौका लगे लो ना आई ଆପଣ ଗୋଟେ ମିସେସ୍ ସାମନ୍ତରାୟ ଆଜ୍ଞା ଇଏ ସେ ଚୋରଣୀ
ସିଏ ମୋ ପୁଅକୁ ଚୋରି କରି ନେବାକୁ ବସିଥିଲା। ଆରେ ତମେ ଟିକେ ଚୁପ ରହ। ତମେ ଚୁପ ରହ। ସମସ୍ତେ ଚୁପ ରହନ୍ତୁ। କେବଳ ମୁଁ ଯାହାକୁ ପଚାରି ସେ ମୋ ସହ କଥା ହେବେ। କୁହନ୍ତୁ ବେଶ ସାମନ୍ତରାୟ, ଆପଣ ଏମିତି କଣ ଦେଖିଲେ ଯେ ଏ ମହିଳାଙ୍କ ଉପରେ ଏମିତି ଅଭିଯୋଗ କରୁଛନ୍ତି? ଦେଖନ୍ତୁ ଆଜ୍ଞା, ଆମ ଘରେ କେହି ନଥିଲେ। ଅଗାଧ ପୁଅକୁ ଏଇଠି ଶୁଆଇ ଦେଇ ଘର ଭିତରକୁ ଯାଇଥିଲା। ଆଚ୍ଛା, ସେଇ ସୁଯୋଗ ପାଇ ଘର ଭିତରକୁ ପଶି ଆସି ମୋ ପୁଅକୁ ତା କୋଳରେ ଚାପୁଡି ଧରିଥିଲା। ମୁଁ ପହଞ୍ଚି ଗଲି ଆଉ କଣ ହବ? ଆଚ୍ଛା, ଆପଣ ଆସି ପହଞ୍ଚି ଗଲା ପରେ ସେ କଣ ପୁଅକୁ ନେଇ ପଳଉଥିଲା? ନାଇଁ ନାଇଁ, ମୁଁ ଅଗାଧକୁ ଡାକିଲି। ଅଗାଧ ଆସି ପୁଅକୁ ତା ପାଖରେ ଆଣିଲା। ଅଗାଧୁ କିଏ? ଆଜ୍ଞା ମୁଁ। ତମେ କୁହ, ତମେ ଆସି ପହଞ୍ଚିଲା ପରେ କଣ ଦେଖିଲ? ସାର୍ ମୁଁ ଦେଖିଲା ବେଳକୁ ସେ ପୁଅକୁ ଛାତିରେ ଭିଡି ଧରିଦେଲେ। ହଁ, ତାପରେ ତମେ ତମ ଛାତିରେ ଛୁଆକୁ ଭିଡି ଆଣିଲ। ତାପରେ କଣ ହେଲା? ନାଇଁ ଆଜ୍ଞା, ମୋ ପାଖକୁ ଯିବା ମାତ୍ରେ ସେ ପୁଅକୁ ମତେ ଦେଇଦେଲେ। ମିଷ୍ଟର ସାମନ୍ତରାୟ, ଏ ଅଗାଧୁ ଯାହା କହୁଛି କଣ ସତ? ହଁ ହେଇଥିବ, ମୁଁ ତ ନଜର ଦେବି ହେଇଥିବ। ତାହେଲେ କୋଉ ନଜରରେ ଆପଣ ତାକୁ ଚୋରଣୀ ବୋଲି କହୁଛନ୍ତି? ଆରେ ତାର ପୁଅ ବେଶଭୂଷା ଟିକେ ଆପଣ କିଛି ଜାଣିପାରୁଛନ୍ତି? ବେଶଭୂଷା ଦେଖି କଣ କାହାକୁ ଚୋରଣୀ କରିବା ଉଚିତ? ବେଶଭୂଷା ନୁହଁ, କର୍ମ ଦେଖି ଆମକୁ ବିଚାର କରିବା ଉଚିତ। ଠିକ ଅଛି, ଯଦି ସେ ଚୋରଣୀ ନୁହଁ ତାହେଲେ ସେ ଘର ଭିତରକୁ ପଶି ଆସିଥିଲା କଣ ପାଇଁ? କଣ ପାଇଁ ମୋ ପୁଅକୁ ତା କୋଳରେ ଚାପୁଡି ଧରିଲା ପଚାରନ୍ତୁ। ଆରେ କାହିଁକି ମ୍ୟାଡାମ ତମକୁ ଚୋରଣୀ ବୋଲି କହୁଛନ୍ତି? ସାଇଲେନ୍ସ, ସମସ୍ତେ କୁହନ୍ତୁ। ଶୁଣ, ମ୍ୟାଡାମ ତମକୁ ଚୋରଣୀ ବୋଲି କହୁଛନ୍ତି, ତାଙ୍କ ପିଲାକୁ ଚୋରି କରିବାର ଅଭିଯୋଗ କରୁଛନ୍ତି। ଏଥିରେ ତମର କିଛି କହିବାର ଅଛି? ତାଙ୍କ ଅଭିଯୋଗ ଉପରେ ଆପଣ ମତେ ଥାନାକୁ ନେଇ ଚାଲନ୍ତୁ ଥାନା ବାବୁ, ମୋର କିଛି ବି କହିବାର ନାହିଁ। କିନ୍ତୁ ଥାନାକୁ ନ ପୂର୍ବରୁ ମୁଁ ବି ତମ ଉଦ୍ଦେଶ୍ୟ ବିଷୟରେ ସବୁ କଥା ଜାଣିବାକୁ ଚାହୁଁଛି। କୁହ, କଣ ପାଇଁ ତାଙ୍କ ପିଲାକୁ ଚୋରି କରିବାକୁ ଚାହୁଁଥିଲ ତମେ? ନାଇଁ ଥାନା ବାବୁ, ମୋ ଚୋରଣୀ ନୁହେଁ କି ମୋ ପିଲା ଚୋରି କରିବାକୁ ଆସିନଥିଲି। ଆସିଥିଲି ଚାକରାଣୀ ଭାବରେ ଘରେ ଟିକେ ଆଶ୍ରୟ ନେବାକୁ। ତାହେଲେ ତାଙ୍କ ଛୁଆକୁ ଛାତିରେ ଭିଡି ଧରିଥିଲା କଣ ପାଇଁ? ଘର ଭିତରକୁ ପଶି ଆସି ଦେଖିଲି କେହି ବି ନାହାନ୍ତି। କୁନି ପିଲାଟା ଏକାଠିଆ ଶୋଇଛି। ସୁନ୍ଦରିଆ ଛୁଆଟାକୁ ଦେଖି ମାର ମନଟା ସମ୍ଭାଳି ହେଲାନି। ମୁଁ ତାକୁ କୋଳକୁ ଉଠେଇ ଆଣିଲି। ଏ ଘରକୁ ଚାକରାଣୀ କାମ କରିବାକୁ ଆସିଛି ବୋଲି କହି ଗୁଣୁ ଗୁଣୁ ହେଇ କେତେ କଥା କହିଗଲି। ହେଲେ କଣ ହେଲା କେଜାଣି ସେ ଭେଇ କାନ୍ଦି ଉଠିଲେ। ଯେତେ ବୁଝେଇଲି ଜମା ବି ବୁଝିଲେନି। ମୋ ମାର ମନଟା ସମ୍ଭାଳି ହେଲାନି ତା ବାବୁ। ମୁଁ ତାକୁ କୋଳକୁ ଉଠେଇ ଆଣି ମୋ ଛାତିରେ ଅମୃତ ମୁଁ ତା ପାଟିରେ ଦେଇଦେଲି। ଆଉ ଠିକ ସେତିକିବେଳେ ମା ଆସି ପହଞ୍ଚିଗଲି। ମୋ ପିଲା ଚୋରି କରିଛି ବୋଲି କହି ମତେ ଏବେ ଅଟକେଇ ରଖିଛନ୍ତି ଆଜ୍ଞା। ଏଇ ଦେଖନ୍ତୁ, ତା ହାତରେ ଶଙ୍ଖା ନାହିଁ କି ତା ମଥାରେ ସିନ୍ଦୁର ନାହିଁ। ସେ ବାହା ହେଇଛି କି ବାହା ହେଇ ବିଧବା ହେଇଛି ସେ କଥା ସିଏ ଜାଣିଛି। ବାହା ନ ହୋଇଥିଲେ ମାର ଭାବନା ଆସିବ ନା ବିଧବା ଛାତ୍ର କ୍ଷୀର ବାହାରିବ? ଠିକ ଅଛି, ଠିକ ଅଛି, ଯଦି ସେଇ କୋଉ ପିଲାର ମା ଘରେ ତାର କ୍ଷୀର ଖାଇବା ପିଲା ଅଛି ତାହେଲେ ତାର ସ୍ୱାମୀ ଥିବ। ଆଉ ଯଦି ତାର ସ୍ୱାମୀ ଅଛି ତା ହାତରେ ଶଙ୍ଖା ତା ମଥାରେ ସିନ୍ଦୁର ନାହିଁ କଣ ପାଇଁ? ତାର ବାହା ହବା ନ ହବା ସହ ମୋର କିଛି ବି ସମ୍ପର୍କ ନାହିଁ। ମୋ ସମ୍ପର୍କ ଅପରାଧର ଅଭିଯୋଗ ସତ କି ମିଛ? ସତ ଥାନା ବାବୁ, ଅଭିଯୋଗଟା ସତ। ଆପଣ ମତେ ଥାନାକୁ ନେଇ ଚାଲନ୍ତୁ। ଏଠି ଯୋଉଭଳି ଭାବରେ ମୋ ଚରିତ୍ରକୁ ଉପସ୍ଥାପନ କରାଯାଉଛି ବରଂ ତାଠୁ ଭଲ ହବ ଜେଲରେ ସେଇ ଅନ୍ଧାରୀ କୋଠି ନେଇ ଚାଲନ୍ତୁ ମତେ। କିନ୍ତୁ ତମେ ମୋ ସହ ମୁହଁ ଲୁଚେଇ କଥା ହଉଛ କଣ ପାଇଁ? ମୋ କର୍ମ ସହିତ ମୋର କି ସମ୍ପର୍କ ଅଛି ଯେ ମୋ ମୁହଁ ଦେଖିଲେ ମୋ ଉପରେ ହେଇଥିବା ପ୍ରମାଣ ମିଛ ବୋଲି କହିପାରିବେ? ମୁଁ କିନ୍ତୁ ତମ ମୁହଁ ଦେଖିବି। ତମକୁ ଚିହ୍ନିବା ଜାଣିବା ପରିଚୟ ପାଇଁ ତମ ମୁହଁ ଦେଖିବା ମୋ ପାଇଁ ବି ଆଇନ ସମ୍ମତ। ତାହେଲେ ଠିକ ଅଛି, ଦେଖନ୍ତୁ ମୋ ମୁହଁ। ତମେ ଆରେ କିନ୍ତୁ ତମେ ବାବୁ, ଆପଣ ମତେ ଚିହ୍ନିଛନ୍ତି ଜାଣିଛନ୍ତି ସେତିକି ମୋ ପାଇଁ ବହୁତ କିଛି। ମୁଁ ଚାହେଁନି ମୋ ନିଜ ପରିଚୟ ପରିବାର ଲୋକ ଜାଣନ୍ତୁ। ଏଠି ମୋର ଗୋଟାଏ ପରିଚୟ, ମୁଁ କେବଳ ପିଲା ଚୋରଣୀ ବାସ୍। ଯଦି ଆଉ କାହାକୁ କିଛି କହିବାର ଅଛି କୁହନ୍ତୁ, ତା ନହେଲେ ଅଭିଯୋଗ ଅନୁସାରେ ମତେ ମହିଳାକୁ ଥାନାକୁ ନେଇ ଯିବା ପାଇଁ ପଡିବ। ଆପଣ ସେ ମହିଳାକୁ ଥାନାକୁ ନେଇପାରିବେ? କାହିଁକି? କାହିଁକି ନା ମୋ ପତ୍ନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଶୁଣନ୍ତୁ, ମତେ ମିଛ ବୋଲି ସାବ୍ୟସ୍ତ କରୁଛ? ତମକୁ ନୁହଁ, ତମ ଅଭିଯୋଗକୁ ମିଛ ବୋଲି କହୁଛି। କାଇଁ ଏ ନାରୀ ଜଣକ ତମ ବାନ୍ଧବୀ? କେବଳ ମୋର ନୁହଁ, ଆଉ ତମର ମଧ୍ୟ ସେ ଅତି ଆପଣାର। ତାର କଣ ତାର ପରିଚୟ? ଜାଣିବ ତାର ପରିଚୟ? ଆରେ ତା ପରିଚୟ ଜାଣି ସାରିବା ପରେ ଲଜ୍ଜାରେ ଆଉ କାହାକୁ ତମେ ମୁହଁ ଦେଖେଇ ପାରିବ? ଗୋଡରେ ହାତରେ ଯଦି ଭିକାର କରିଛ ତା ଗୋଡ ତଳକୁ ତମ ମୁଣ୍ଡଟା ଆପେ ଆପେ ନଇଁଯିବ। ଆଚ୍ଛା, ପରିଚୟ ଜାଣିବ ତମେ ନାଇଁ? ଏମିତି ସମୟ ଅଛି ନାରୀ, ତାହେଲେ ତ ନିଶ୍ଚୟ ଜାଣିବି ତାର ପରିଚୟ। ଆହୁରି ବି ଜାଣିବି ତା ସହିତ ଆମର କି ସମ୍ପର୍କ ଅଛି। ଶୁଣିବ
তাহলে শুনো, আমি হচ্ছে সেই নারী যে আমার পুরাকে 10 মাস 10 দিন তার গর্ভে ধরে জন্ম করেছি। হচ্ছে সেই নারী যাହା ପାଇଁ ତମେ ଆଜି ବାହା ହେଇଛ। ଆଉ ଯଦି ପରିସ୍ଥିତିରେ ପଡ଼ି ଘର ଭିତରକୁ ପଶି ଆସି ତା ଛାତିର କ୍ଷୀର ତା ଛୁଆକୁ ଦେଇଗଲା, କଣ ବାବାର ଦୋଷ ଦେଇଗଲା? କଣ ବାବାର ଦୋଷ ଦେଇଗଲା? I said behave yourself. शुभ शांत हो ଟିକେ, ତୁ ରହ ଟିକେ। ମତେ ଆଗ କହିଲୁ ସତରେ କଣ ତୋ ପୁଅକୁ ଇଏ ଗର୍ଭରେ ଧରି ଜନ୍ମ ଦେଇଛି? ଏତେ ସବୁ ଭୋଗିବା ପରେ ମୁଁ କାହିଁକି ତତେ ମିଛ କହିଲ? ଇଏ ହଉଛି ଆମ ପୁନର ଜନ୍ମଦାତ୍ରୀ ମା। ରାଧା ମାଧବ, ଶେଷରେ ଏମିତି ଗୋଟାଏ ଘଟଣା ତମେ ସୃଷ୍ଟି କରେଇ ଦେଲ। ଏମିତି ଘଟଣାଟିଏ ସୃଷ୍ଟି କରେଇ ଦେଲ ତ। এইটা আপনি কি ঘটনা আছে? তুমি আকাশରୁ চুরি পড়ুছ, ତା ସହ ଶୁଭେନ୍ଦୁ ଆମର ଚୁକ୍ତି ଥିଲା ପିଲା ଜନ୍ମ କରିସାରିବା ପରେ ଆମେ ତାର ଅପରିଚିତ ରହିବା। କଣ ଦରକାର ଥିଲା? କଣ ଦରକାର ଥିଲା ଆମ ଘର ଭିତରୁ ପଶି ଆସି ଆମ ପୁଅକୁ ତା ଛାତିର କ୍ଷୀର ଦେବା? ମାନୁଛି ସେଇ କଥାର ଭୁଲ। ଆଉ ତାର ସେଇ ଭୁଲ ପାଇଁ ତମେ ତାକୁ ନାଇଁ ମାର ମାର ସଲଣି। ଆଉ ପାରୁଛନ୍ତି ଏଥର ମତେ ମାର, କାହିଁକି ତାର ସେ ଭୁଲ ପାଇଁ ପରୋକ୍ଷରେ ଦାୟୀ ହଉଛି ମୁଁ। ସେଦିନ କୃତଜ୍ଞତା ଘଟିଲା, ସେଦିନ କୃତଜ୍ଞତା ଘଟିଲା ଯଦି ମୋ ପରିଚୟ ହେଇନଥାନ୍ତା, ସେ ବି ଆଜି ଠିକଣା ଖୋଜି ଆଜି ଏଠି ପହଞ୍ଚି ନଥାନ୍ତା। ତୁ ରହ ଶୁଭ, ଶୁଭ ତୁ କଣ ତାକୁ ଠିକଣା ଚଢେଇବୁ? ହଁ ନାଇଁ ତୁ କଣ ତାକୁ ଠିକଣା ଚଢେଇବୁ? ବା ସେ ପରା ଏ ଘରର ଦିନେ ଅତି ଆପଣାର ମଣିଷ ଥିଲା। ତତେ ମୋ ହାତ ଯୋଡୁଛି, ଚୁପ ହେଇଯାଉଛି। ସେ ବିଷୟରେ ଆଲୋଚନା କରିବାଟା ଠିକ ହବନି। ସେ ବିଷୟରେ ଆଲୋଚନା କରିବା ନିହାତି ଦରକାର ଶୁଭେନ୍ଦୁ। ମୁଁ ସବୁ କଥା ଜାଣିବି, ଆହୁରି ବି ଜାଣିବି ତା ସହିତ ଆମର କି ସମ୍ପର୍କ ଥିଲା। ଶୁଣିବୁ? ସତଟା ଶୁଣି ସାରିଲା ପରେ ସହିପାରିବୁ ତ? ଏ ଅଦସି ଏତେ ଦୁର୍ବଳ ମନା ଝିଅ ନୁହେଁ ସେ। ଏ ଇତର ନାରୀ ତମ ନିଜର ଜାଣି ସାରିବା ପରେ ସେ ଜଳି ପଡି ମରିଯିବ। ଖବରଦାର ଅଦସି, ଖବରଦାର ମୋ ସାମ୍ନାରେ ତାକୁ ଇତର ବୋଲି କହନା। ସିଏ ଇତର ନୁହଁ, ଏଇ ହଉଛି ମୋ ଶୁଭେନ୍ଦୁର ପ୍ରଥମ ସ୍ତ୍ରୀ କାବେରୀ। ये सुमेंदी को प्रथम स्त्री କାବେରୀ। ଆପଣ ଭୁଲ କହିଲେ ନା, ମୁଁ ଭୁଲ ଶୁଣିଲି। କୋଉଟାଟେ କେହି କିଛି ଭୁଲ କଥା କହୁନାହାନ୍ତି ବୋଉମା। କାବେରୀ ମା ଏ ଘରର ପ୍ରଥମ ବୋଉମା। ବାବୁ ଯଦି ତାଙ୍କର ଭୁଲ ବୁଝାମଣା ପାଇଁ ତାଙ୍କୁ ଧଡ଼ପତ୍ର ଦେଇ ତମକୁ ବିବାହ କରିଥିଲେ। ସେଇଥିପାଇଁ ତ କାବେରୀ ମା କୁନାକୁ କ୍ଷୀର ଦଉଥିଲା ଦେଖି ତାଙ୍କ ପାଖରୁ ମୁଁ ଛୁଆଟାକୁ ଆଣି ପାରିଲିନି। ତାଙ୍କୁ ଏମିତି ହାତ ଉଠେଇ ମାଡ଼ ମାରିବାଟା ଆପଣ ଏତେ ଠିକ କରୁନାହାନ୍ତି ବୋଉମା। ସରି ମିସେସ୍ ସାମନ୍ତରାୟ, ଘଟଣାଟା ଆସି ଆପଣଙ୍କର ପାରିବାରିକ ସମସ୍ୟାରେ ଛନ୍ଦି ହେଇଗଲାଣି। ତେଣୁ ଆପଣଙ୍କ ଅଭିଯୋଗର କିଛି ମୂଲ୍ୟ ନାହିଁ। ମୁଁ ଏବେ ଆସୁଛି। ଯଦି ପାରିବାରିକ ସମସ୍ୟାର ସମାଧାନ ନ ହେଇପାରେ ତାପରେ ଆପଣ ମୋତେ କିଛି ବି ଅଭିଯୋଗ କରିବେ। ଆକର୍ଡିଂ ଟୁ ଦ ଲ ଆଇ ୱିଲ୍ ଡେଫିନେଟଲି ହେଲ୍ପ ୟୁ। ତେବେ ଏ ମହିଳାଙ୍କୁ ଯେତିକି ଜାଣିଛି ଆଙ୍କ ବିଷୟରେ ମୁଁ ଏତିକି କହିବି, ଅନ୍ୟ ପାଇଁ ତ୍ୟାଗ କରିବାକୁ ଯାଇ ସେ ନିଜେ ନର୍କର ଯନ୍ତ୍ରଣା ଭୋଗି ପାରନ୍ତି, ମାତ୍ର ଚୋରି ଭଳି ଏକ ନିନ୍ଦନୀୟ କାର୍ଯ୍ୟ କେବେ ବି କରିପାରିବେନି। ହେଇଟି ଏସେ କୁସୁମି ଥାନା ପୁଅ, ଆପଣ ଯୋଉ ୟାକୁ କହିଲେନି କଣ ଆକଡ଼ ହେଲା ବୋଉ, ସେ ଏଇ ଯୋଉ କଣ କହିଲେନି ଆକଡ଼ ହେଲା ବୋଉ, ଆଜ୍ଞା ଆଜ୍ଞା ସେଇଟା ମୁଁ ବୁଝିପାରିଲି। ଓହୋ, ଆପଣ ବୁଝିପାରିଲେ? ମୁଣ୍ଡର ମେଟିରିକି ବୁଝିପାରିବିନି। ସେସବୁର ଆଉ କିଛି ଆବଶ୍ୟକ ପଡିବନି ଆଜ୍ଞା। ଆପଣ ଏଠିକି ଆସି ସାରିବା ପରେ କିଏ ବିଛୁଆତି ଆଉ କିଏ ତୁଳସୀ ଆପଣ ଠିକ ବୁଝିପାରିଥିବେ। ଏବେ ଆପଣ ଆସିପାରନ୍ତି। ଗो ଗो ଗୋ ଗୋ ଗୋ। ହଁ ଆଜ୍ଞା, ମୁଁ ଏଠିକି ଆସି ସାରିଲା ପରେ ସବୁ କଥା ବେଶ ଭଲ ଭାବରେ ବୁଝିସାରିଛି। ଆଉ ଏକଥା ହିଁ ବୁଝିସାରିଛି ଯେ ଯୋଉ ଘରେ ଆପଣଙ୍କ ପରି ମା ଥିବେ ସେଇ ଘରେ ଇନ୍ସପେକ୍ଟର ସିଦ୍ଧାର୍ଥ ପଟ୍ଟନାୟକର କୌଣସି ଆବଶ୍ୟକତା ନାହିଁ। ଆସୁଛି ଆଜ୍ଞା, ବିଚିତ୍ର ସଂଯୋଗ
प्रथमे डिवोर्स तापरे सरकेटेड मदर चुक्ति किला परे चिन्ह जोड़ा परे कृतज्ञतार अभिनय परे चाकरानीर चाकरी बंद करे घर को आछे पुओ क्षीर दबा आमो देखि नथिले चाकरानी भावे आश्रय दे पुनर्मिलन मत विश्वास कर ए विषय में किछि भी जानि ये सब जहां घटी जाई सब हम अजल करी किछि भी जहां को तमे चरित्रहीन कोई डिवोर्स देना सीए बे तुमको चरित्रवती बनी भाषे ना देबे कोन करि थानी तमे कहूला ताको एफरे देखिला मात्रे ता बळारे धक्का मारी घर बाहर कर देथिले तम मन को सत्य करता तले को एबे घर भाग का दरकार पड़ुनी किसी दरकार पड़ुनी जाओ अरे सौकाने ता हाथ में पिंजरे दी ता गोथरे सिंदूर दे दिया ये तुमको बता न होते तम गुडा काम करछि तम मन मुंह में मैं कौन करबी माने ए घरे मोरा की होते तो छी सुमिंदु तमे गुडी की अस्तित्व करते तमे तो घर बहु मस्ती अस्तित्व सुबह है सुबह मो तते एबे मोर फाइलान कथा जणई दउची कथाटा हैला काबेरी की मो पाखरु जमा छाड़ीबिनी जे पर्यंत तो बहु बंचीची से पर्यंत काबेरी मो घरे मो पाखरे रहिबो ओ संपर्क करे मां झियोर संपर्क करे तो पैसे चाकरानी हो हेले मो पाई मो झियोर परिचय नै मो पाखरे रहिबो ताले मो कथा ने सुनी रखतो मु एबे एई मुहूर्तरे आत्महत्या करे मरि जेबे अरे तमे कोन आत्महत्या और तमे को घरे रखे पास करी मोए सब आंखी बेला करे देखि पानी भी सुमिंदु सही पानी पिमु सही पानी बिगड़े ये सब मो देखि भी पानी नहीं बेटा आपण जमा व्यस्त होतोनी कहार इच्छा को सम्मान दबा जाई मो केमिते मो इच्छाटा को मारी देबी और बड़ी इच्छा कर किछि भाव प्रवणता में घर को बसी आस्तिनी ना एबे अछि मो मन रे भाव प्रवणता ना अछि ए घरे रहिबार मो हे घर सहित मोर सब संपर्क टूटी जाई जेते बेले मो आ घरे रहिबी काई के चली जाउछि माना ए संगे संगे चली जाउछि कादो मोरे खोजी पाई जदी एबे एई मुहूर्तरे मरि जातो ओ बहुत तुझे हुआ दे अतसी ओ कथा कहि देनी अरे कोन कहू अरे बहुत कथा कहि देनी तमे भी तोरा काज मो पर एमे होत काहे की कोन फोन करछे मो सब कथा जानी सारी बापरे रास्ता घाटरे दुकान मोचटा देखि अरे सुमिंदु आत्महत्या करी देबे नते से आत्महत्या करिवो एटा ही मोर देश कथा बड़ बेटाइल कथा कहउछ बाबा आत्महत्या निज इच्छा हुए अन्य का आत्महत्या करे निजे देले सिए कोन पाई तम निजे मारी सेतिकिरे रहिबा कथा तो सेतिकिरे रो औषध विकल रे ताटिया कामुड़िले निज दांत को कष्ट हबो सिना हेले ताटिया को किछि भी फरक पड़िबनी मनुष्य स्वार्थपर हवा स्वाभाविक रक्त मांसर मनुष्य स्वार्थपर हुआ मना नहीं किंतु मनुष्य पड़िया को भूली जाई मानविकता को हरे एमिति स्वार्थपर हवा मो मतरे निहाती घृणार कथा कोच मो मते समस्ते घोड़ा करा समस्ते मते किंतु मु कहि दोछि सुमेंदा एठार छाई सुदा मु केबे भी देखिबा को इच्छा करेनी नहीं मैडम आपण किछि भी आशंका मने राणतुनी मु आपणकर किछि भी अनिष्ट होबाक देबिनी मरि जिबाको मध्य मोर इच्छा हेले कोन करबी ए जीवनटा ऊपर पूरा आउ किछि लोककर लोभ रहि जाइछे सेमानो कई कष्ट देबे आपण जमा व्यस्त होतुनी कथारे नहीं सिंदूर गुण दुकान रे नहीं हेले हत भागिनी कपाल रे नहीं मो सिंदूर जदि को रास्ता घाटे हजि जाई था तो
ताहले ताकू तो खोजी पाइबार संभावना था मो सिंदूर तो अंधळ दरिया मझिरे हजि जाइछे ताकू खोजी पाइबा कोन केबे संभव आपण जमा व्यस्त होतनी कथा दउछि पहुंचीथिबा पर्यंत मु केबे भी आपनको सामना को आसीबिने भूल रे घर को बसी आसी मुझे भूल कर देछि पारिबे तो समस्त मिसी मते क्षमा करि देबे क्षमा कर देबे सबु कथा जानी तमे कृतज्ञता जणैब आ मो कोन जणे क्रिसुवेन सबु संपर्क गाड़ी चली जीवर कथा कही सारिबा परे मु तते गोटे उपहार देबे